କାହାଣୀ ଏକାଠି। ବଣରେ ଦଣ୍ଡାୟମାନ ଏକ ବୃକ୍ଷ ସହିତ ଗୁଡ଼େଇ ହୋଇଥିବା ଗୋଟିଏ ଲତା ଧୀରେ ଧୀରେ ବୃକ୍ଷର ବରାବର ହୋଇଗଲା। ବୃକ୍ଷର ଆଶ୍ରୟ ନେଇ ସେ ମଧ୍ୟ ଫୁଲ ଫଳରେ ମଣ୍ଡିତ ହୋଇଗଲା। ଲତା ଫୁଲ ଫଳରେ ଭରିଯିବାର ଦେଖି ବୃକ୍ଷର ଅହଙ୍କାର ହୋଇଗଲା। ବୃକ୍ଷ ଭାବିଲା, ମୁଁ ନଥିଲେ ଲତାର ଅସ୍ତିତ୍ୱ ହିଁ ନଥାନ୍ତା। ସେ ଲତାକୁ ଧମକାଇ କହିଲା, ଏ ଲତା, ଚୁପଚାପ ମୋ କଥା ମାନି ମୁଁ ଯାହା କହୁଛି ତାହା କର, ଅନ୍ୟଥା ଧକ୍କା ମାରି ତଡ଼ିଦେବି। ବୃକ୍ଷର ପ୍ରଳାପ ଜାରି ରହିଥିଲା ବେଳେ ଦୁଇଜଣ ପଥିକ ସେଇ ବାଟ ଦେଇ ଗଲେ। ଜଣେ କହିଲା, ଆରେ ଭାଇ, ଟିକେ ଦେଖ ତ, ଏଇ ବୃକ୍ଷ କେତେ ସୁନ୍ଦର ଦେଖାଯାଉଛି। ଏହା ଉପରେ କେତେ ସୁନ୍ଦର ଲତା ଫୁଲ ଫଳ ଭରିଯାଇଛି। ଆସ, ଏହା ତଳେ କିଛି ସମୟ ବିଶ୍ରାମ ନେବା। ଲତା ସହିତ ନିଜର ମହତ୍ତ୍ୱ ରହିଛି ଏହା ଜାଣି ବୃକ୍ଷର ଅଭିମାନ ମଧ୍ୟ ନଷ୍ଟ ହୋଇଗଲା। ପ୍ରକୃତ କଥା ହେଉଛି, ଏକାଠି ରହିଲେ ହିଁ ସମସ୍ତଙ୍କର ପ୍ରଗତି ହୋଇଥାଏ।